ସମସ୍ତ କାହାଣୀ ପ୍ରେମୀ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ମୁଁ ଏମିତି ଗୋଟିଏ କାହାଣୀ ଆଣିଛି ଯାହାକି ବହୁତ ପ୍ରସଙ୍ଗଟି ପରିଚିତ ଲାଗିଲେ ବି ଇଏ ସମ୍ପୂର୍ଣ୍ଣ ନିଆରା। ପରିଶ୍ରମର ଫଳ। ପରିଶ୍ରମର ଫଳକୁ ନେଇ ଏହି ସୁନ୍ଦର କାହାଣୀଟି ଆବାଳ ବୃଦ୍ଧ ବନିତା ସମସ୍ତେ ଏହି ଜିନିଷଟିକୁ ହୃଦୟଙ୍ଗମ କରିଛନ୍ତି, କିନ୍ତୁ ସେହି ପ୍ରସଙ୍ଗ ଉପରେ ଆଧାରିତ ଏହି କାହାଣୀଟି ନିଶ୍ଚିତ ଭାବରେ ଆପଣଙ୍କ ମନରେ ଗୋଟିଏ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବ ଏବଂ ପରିଶ୍ରମ ପ୍ରତି ସ୍ପୃହା ଜାଗ୍ରତ କରାଇବ। ଅନେକ ଦିନ ତଳର କଥା, ସେତେବେଳେ ଆମର ଏହି ଓଡ଼ିଶା ରାଜ୍ୟରେ ଜଣେ ରାଜା ଥିଲେ। ସେ ପ୍ରଜାମାନଙ୍କ ସୁଖ ଦୁଃଖ ହାନି ଲାଭ ସବୁକିଛି ନିଜେ ହିଁ ବୁଝୁଥିଲେ। କାହା ମାଧ୍ୟମରେ ସେ ବୁଝୁନଥିଲେ, ନିଜେ ଯାଇ ସବୁ ଜିନିଷକୁ ତଦାରଖ କରୁଥିଲେ ଏବଂ ଜାଣୁଥିଲେ କେମିତି ଅଛନ୍ତି ମୋର ପ୍ରଜାବର୍ଗମାନେ। ସେମାନଙ୍କୁ ନିଜ ପୁଅ ଠାରୁ ବି ଅଧିକ ଭଲ ପାଉଥିଲେ। ପରିବାରର ସଦସ୍ୟ ଭଳି ସେ ସମସ୍ତଙ୍କୁ ପ୍ରଜାମାନଙ୍କୁ ଭାବୁଥିଲେ। ରାଜପ୍ରସାଦରେ ସବୁଦିନ ଦାନ ଧର୍ମ ପୂଜା ପର୍ବ ଏମିତି ଲାଗି ରହିଥାଏ। ତେଣୁ ରାଜା ପୁରୋହିତଙ୍କ ପାଇଁ ଦିନକୁ 4 ଅଣା ଲେଖାଏଁ ବେତନ ଖଞ୍ଜି ଦେଇଥିଲେ। ପୁରୋହିତମାନଙ୍କ ପାଇଁ ପୁରୋହିତଙ୍କର ଆଉ କିଛି ଆୟ ନଥାଏ, ତେଣୁ ସେ ରାଜପ୍ରସାଦରୁ ଯେଉଁ 4 ଅଣା ପାଆନ୍ତି ସେଥିରେ ଦୁଃଖ କଷ୍ଟେ ଚଳିଯାଆନ୍ତି। ଦିନକର କଥା, ନିଜେ ରାଜା ବୁଲି ବୁଲି ଯାଇ ପୁରୋହିତଙ୍କ ଘରେ ପହଞ୍ଚିଲେ। ରାଜାଙ୍କୁ ଦେଖି ପୁରୋହିତେ ଟିକେ ହଡ଼ବଡ଼ ହେଇଗଲେ। ଭଙ୍ଗା ଘର, ବସିବାକୁ ଆସନଟିଏ ବି ନାହିଁ। ତେଣୁ ସେ ବାଧ୍ୟ ହୋଇ ଆମ୍ବ କାଠର ଗୋଟିଏ ପିଢ଼ା ରାଜାଙ୍କୁ ବସିବାକୁ ଦେଲେ। ଘରେ ତ ସବୁବେଳେ ଅଭାବ। ରାଜାଙ୍କୁ କ'ଣ ଦେଇ ସେ ସତ୍କାର କରିବେ ବୋଲି କିଛି ଆଉ ତାଙ୍କ ମୁଣ୍ଡରେ ପଶିଲା ନାହିଁ। ଅନ୍ୟ ଉପାୟ ନ ଦେଖି ପୁରୋହିତଙ୍କ ସ୍ତ୍ରୀ ଗ୍ଲାସ ମହୁ ପାଣି ନେଇ ରାଜାଙ୍କୁ ପିଇବାକୁ ଦେଲେ। ରାଜା କିନ୍ତୁ ଖୁସିରେ ପାଣିତକ ଢକ ଢକ କରି ପିଇଦେଲେ। ତାପରେ ରାଜା ପଚାରିଲେ, ପୁରୋହିତ ମହାଶୟ, ତୁମେ ତ ନିଇତି 4 ଅଣା ପଇସା ପାଉଛ, ଘର ଦ୍ୱାର ତ କିଛି ଏପର୍ଯ୍ୟନ୍ତ ବି କରିନାହୁଁ, ଆସବାବ ପତ୍ର ବି ଘରେ କିଛି ନାହିଁ, ତାହେଲେ ସେ ପଇସା ସବୁ କରୁଛ କ'ଣ? ପୁରୋହିତ ବା କି ଉତ୍ତର ଦେବେ? 4 ଅଣା ବୋଲି ପଇସା। ସେତେବେଳେ 4 ଅଣାର ମୂଲ୍ୟ ଯାହା ଥିଲା, ଏବେ 4,000 ବା 40,000 ଠାରୁ ବି ଆହୁରି ଅଧିକ ହେବ। ତେଣୁ ପୁରୋହିତ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ, 4 ଅଣା ବୋଲି ପଇସା, ତାପରେ ସେତକ ତ ପେଟକୁ ନିଅଣ୍ଟ, ଆଉ ବଳୁଛି କେଉଁଠି ଯେ ଘର କରିବେ, ଏଇ ଆସବାବପତ୍ର କିଣିବେ ବା ଘରକୁ ସଜେଇବେ? ତଥାପି ଟିକିଏ ରହି କହିଲେ, ମହାରାଜ, 4 ଅଣା ପଇସା ତ ଆମ ଖାଇବାରେ ଯାଉଛି, ତା ଛଡ଼ା ଇଏ କୋଉ ଝାଳ ବୁହା ପଇସା ଯେ ସେଥିପାଇଁ ପଇସାକ ଜାଗାରେ 2 ପଇସା ଉଡ଼ିଯାଉଛି। ଝାଳ ବୁହା ପଇସା ହୋଇଥିଲେ ଠିକ୍ କାମରେ ଆସନ୍ତା। ରାଜା ପଣ୍ଡିତଙ୍କ କଥାର ଅର୍ଥ କିଛି ବୁଝିପାରିଲେ ନାହିଁ। ପଚାରିଲେ, ଝାଳ ବୁହା ପଇସା କ'ଣ? ପୁରୋହିତ କଥାଟା ସିନା ସେମିତି କହିଦେଇଥିଲେ, ହେଲେ ରାଜା କିନ୍ତୁ ଏପରି ବୁଝିବେ ବୋଲି ସେ ଜମା ଭାବିନଥିଲେ। ତଥାପି ଅନ୍ୟ ଉପାୟ ନ ଦେଖି ସେ କହିଲେ, ମହାରାଜ, ଲୋକମାନଙ୍କ ଠାରୁ ଖଜଣା ଆଦାୟ ହୋଇ ଆପଣଙ୍କ ଭଣ୍ଡାରକୁ ଆସୁଛି, ଆଉ ସେଇ ପଇସା ମୁଁ ପାଉଛି, ତେଣୁ ତାହା ଝାଳ ବୁହା ଧନ ହେଲା କିପରି? ରାଜା ଏଥର ସବୁ ବୁଝିଗଲେ। ଏଣିକି ସେ ନିଜେ ପରିଶ୍ରମ କରି କିଛି ରୋଜଗାର କରିବେ ବୋଲି ମନେ ମନେ ଠିକ୍ କଲେ। ଆର ଦିନ ପୁରୋହିତେ ରାଜନଅରରେ ପହଞ୍ଚିଲେ। ପୂଜାପୂଜି ସରିଲା ପରେ ରାଜା ତାଙ୍କୁ 4ଟି ପଇସା ଗଣିଦେଲେ। ସକାଳୁ ସେ ସାଧାରଣ ଲୋକଙ୍କ କାମ କରି ସେତକ ରୋଜଗାର କରିଥିଲେ। ରାଜା କହିଲେ, ମୁଁ ଏତିକି ପ୍ରତିଦିନ ପରିଶ୍ରମ କରି ତୁମକୁ 4 ଅଣା, ମୁଁ ତୁମକୁ 4 ପଇସା ଦକ୍ଷିଣା ଦେଲି। ତୁମେ ସେ ପଇସାରେ କିପରି ଉନ୍ନତି କରୁଛ ମୋତେ କହିବ। ଏଇ କଥା ଶୁଣି ପୁରୋହିତଙ୍କ ଅକଲ ଗୁଡୁମ ହେଇଗଲା। 4 ଅଣାରେ ଯେଉଁଠି ଚଳି ହେଉନଥିଲା, 4 ପଇସାରେ ବା ସେ କେମିତି ଚଳିବେ? ଏ କଥା ଭାବି ସେ ପଇସା 4ଟି ଧରି ମନ ଦୁଃଖରେ ଘରକୁ ଫେରିଲେ। ବାଟରେ ଜଣେ ଲୋକ ଅଖାଟିଏ ଧରି ଆସୁଥାଏ। ପୁରୋହିତେ ପଚାରିଲେ, ସେ ଅଖାରେ କ'ଣ ନେଉଛୁ କି ରେ? ଲୋକଟି କହିଲା, ଆଜ୍ଞା, ଶଙ୍ଖି ବିଲେଇଟିଏ, ଘରେ 2-3ଟା ବିଲେଇ ହେଲେଣି, ତେଣୁ ଏଇଟାକୁ ବିକିବାକୁ ନେଉଛି।
ପୁରୋହିତ କହିଲେ, ଘରେ ତ ମୂଷାଙ୍କ ଦାଉରେ ରହିହେଉନି। ଯାହା ହେଉ ପଛକେ ଏ ବିଲେଇଟିକୁ ସେ କିଣିବେ। ତେଣୁ ସେ ରାଜାଙ୍କ ଠାରୁ ପାଇଥିବା 4ଟି ଯାକ ପଇସା ସେ ଦେଇ ବିଲେଇଟିକୁ କିଣିଲେ। ଅଖାଟି କାନ୍ଧରେ ପକାଇ ଘର ମୁହାଁ ଚାଲିଲେ। ସେତେବେଳକୁ କାର୍ତ୍ତିକ ମାସ। ପୁରୋହିତ ନଈ କୂଳେ କୂଳେ ଚାଲିଥାନ୍ତି। ସେତିକିବେଳେ ସାଧବ ପୁଅମାନେ ଦରିଆ ସେପାରି ରାଜ୍ୟକୁ ବୋଇତ ନେଇ ବଣିଜ କରିବାକୁ ସଜବାଜ ହେଉଥାନ୍ତି। ପୁରୋହିତଙ୍କୁ ଦେଖି ସେମାନଙ୍କ ଭିତରୁ ଜଣେ ଦୌଡ଼ି ଦୌଡ଼ି ଆସି ଅତି ବିନୟରେ କହିଲା, ପୁରୋହିତେ, ଆମର ଅନୁକୂଳ ବେଳ ଗଡ଼ି ଯାଉଛି। ଆମ ପୁରୋହିତଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ। ଦୟାକରି ଟିକେ ଚାଲନ୍ତୁ, ବୋଇତ ପୂଜା କରିଦେବେ। ଆମେ ଆପଣଙ୍କୁ ଉପଯୁକ୍ତ ଦକ୍ଷିଣା ଦେବୁ। ପୁରୋହିତ ମନେ ମନେ ଖୁସି ହୋଇ ବୋଇତ ଉପରକୁ ଗଲେ। ଅଖାଟିକୁ ଥୋଇଦେଇ ବୋଇତ ପୂଜାରେ ଲାଗିଲେ। ପୂଜା ସରିବାରୁ ଟଙ୍କାଟିଏ ଦକ୍ଷିଣା ବି ପାଇଲେ। ତାପରେ ଅଖା ଧରି ଯିବାକୁ ବାହାରିଲେ। ସାଧବ ବଡ଼ ପୁଅ ପଚାରିଲେ, ଗୋସେଇଁ, ଅଖାରେ କ'ଣ ନେଉଛ? ପୁରୋହିତ କହିଲେ, ଶଙ୍ଖି ବିଲେଇଟିଏ। ସାଧବ ପୁଅମାନେ କହିଲେ, ଥାଉ ଥାଉ, ବୋଇତରୁ ଓହ୍ଲାଇ ନିଅ ନାହିଁ। ଶୁଭ ଅନୁକୂଳ ସରିଲାଣି। ଆଉ ବୋଇତରୁ କିଛି ଓହ୍ଲେଇ ନେବା ଦରକାର ନାହିଁ। ଏଟା ଠିକ୍ ନୁହେଁ। ତେଣୁ ବିଲେଇଟିକୁ ଆମେ ନେଇଯାଉଛୁ। ସେଇଟିକୁ ଯେତିକି ଟଙ୍କାରେ ବିକିବୁ ସେତିକି ଟଙ୍କା ଆଣି ତୁମକୁ ଦେଇଦେବୁ। ପୁରୋହିତ କହିଲେ, ହଉ। ବୋଇତ ଚାଲିଲା। ନୀଳ ଦରିଆର ଅକାତ ପାଣି କାଟି ବୋଇତ ଆଗକୁ ମାଡ଼ି ଚାଲିଥାଏ। ସାଧବ ପୁଅମାନେ ବିଲେଇକୁ ଅଖାରୁ କାଢ଼ି ଦେଇଥାନ୍ତି। ଚାରିଆଡ଼େ ଆଖି ପାଉନଥିବା ପାଣି। ବିଲେଇ ବା ଯିବ କୁଆଡ଼େ ପାଣି ଭିତରେ? ତେଣୁ ସେ ମଙ୍ଗ ପାଖରେ ଥିରି ହୋଇ ବସିଥାଏ। ସାଧବ ପୁଅମାନେ ତାକୁ ଆଦରରେ ଖାଇବାକୁ ଦେଉଥାନ୍ତି। ବିଲେଇଟି ସେମାନଙ୍କର ପୋଷା ମାନିଗଲା। କେତେଦିନ ପରେ ବୋଇତ ଯାଇ କୂଳରେ ଲାଗିଲା। ସେ ରାଜ୍ୟର ଧନୀ ଲୋକେ ନୂଆ ନୂଆ ଦରକାରୀ ଜିନିଷ ସବୁ କିଣିବାକୁ ଆସି ପହଞ୍ଚିଗଲେ। ଆଉ କେତେକ ଜିନିଷ ବଦଳେଇ ଅନ୍ୟ ଜିନିଷ ନେବାକୁ ବି ଆସିଲେ। ସେ ଦେଶରେ କିନ୍ତୁ ବିଲେଇ ନଥାନ୍ତି। ବୋଇତ ମଙ୍ଗରେ ନୂଆ ଜୀବଟିଏ ଦେଖି ସେଇଟି କ'ଣ ବୋଲି ଜାଣିବାକୁ ସମସ୍ତେ ପଚାରିଲେ। ସାଧବ ପୁଅମାନେ କହିଲେ, ସେଇଟି ମୂଷାଙ୍କର ଯମ। ତାର ଦାମ 1,00,000 ଟଙ୍କା। ଏଇ କଥା ଯାଇ ସେ ଦେଶର ରାଜାଙ୍କ କାନରେ ପହଞ୍ଚିଲା। ରାଜା ନିଜେ ବୋଇତ ପାଖକୁ ଆସିଲେ। ବିରାଡ଼ିଟିକି ଦେଖି ଖୁସି ହେଲେ। ତାର କାମ କ'ଣ ବୋଲି ପଚାରିଲେ। ସାଧବ ପୁଅମାନେ 1-2ଟା ମୂଷା ଧରି ଆଣିବାକୁ କହିଲେ। ସେ ଦେଶରେ ମୂଷା ପଣ। ତେଣୁ ରାଜାଙ୍କ ଲୋକମାନେ ଚଟାପଟ 2-4ଟା ମୂଷା ଧରି ଆଣିଲେ। ମୂଷା ବିଲେଇର ପ୍ରିୟ ଖାଦ୍ୟ। ତେଣୁ ସେ ଯେମିତି ମୂଷାମାନଙ୍କୁ ଦେଖିଛି, ସାଧବ ପୁଅ ହାତରୁ ଖପ୍ କିନା ଡେଇଁ ପଡ଼ି ଗୋଟାକ ପରେ ଗୋଟେ ଏମିତି 4ଟି ଯାକ ମୂଷାକୁ ଆଖି ପିଛୁଳାକେ ମାରି ଖାଇଗଲା। ରାଜା ଖୁବ୍ ଖୁସି ହୋଇଗଲେ। ସାଙ୍ଗେ ସାଙ୍ଗେ 1,00,000 ଟଙ୍କା ଦେଇ ବିଲେଇଟି କିଣିନେଲେ। କେତେ ମାସ ପରେ ବୋଇତ ନିଜ ଦେଶକୁ ଫେରିଲା। ଏଥର ସାଧବ ପୁଅମାନେ ପୁରୋହିତକୁ ଡକାଇ ପଠାଇଲେ। ବିଲେଇ ବିକାରୁ ମିଳିଥିବା 1,00,000 ଟଙ୍କା ତାଙ୍କ ହାତରେ ଧରେଇ ଦେଲେ। ପୁରୋହିତ ତ ଏକାବେଳକେ ତାଟକା। ଆଉ ଏତେ ଟଙ୍କା ସେ ଆଗରୁ କେବେ ଦେଖିନଥିଲେ। ତାଙ୍କ ସ୍ୱପ୍ନରେ ବି ଏକଥା ଭାବିନଥିଲେ। ଯାହା ହେଉ, ଟଙ୍କାତକ ଧରି ସେ ଘରକୁ ଫେରିଲେ। ରାଜଉଆସ ପରି ଘର ତିଆରି କରିଦେଲେ ପଇସା ପାଇଲାଠୁ। ଦାମୀ କାଠର ଝରକା, କବାଟ, ବିଭିନ୍ନ ଆସବାବପତ୍ର, ଖଟ, ଆଲମିରା, ଆଲଣା ସବୁ ଘରେ ସଜେଇ ଦେଲେ। କୋଠରୀ ଗୁଡ଼ିକରେ ନାନା ରକମର ସାଜସଜା, ବିଭିନ୍ନ ଉପକରଣ କିଣି ଅତି ସୁନ୍ଦର କରି ଆକର୍ଷଣୀୟ କଲେ। ଏଣେ ରାଜା କିନ୍ତୁ ପ୍ରତିଦିନ ମେହନତ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି 4 ପଇସା ରୋଜଗାର କରୁଥାନ୍ତି। ଆଉ ସେଇ ପଇସା ପୁରୋହିତଙ୍କୁ ଦକ୍ଷିଣା ଦେଉଥାନ୍ତି। ଦିନେ ସେ ପୁରୋହିତଙ୍କ ଚଳଣି ଦେଖିବା ପାଇଁ ଆସିଲେ। ଯେଉଁ ଜାଗାରେ ସେ ଦେଖିଥିଲେ ଆଗରୁ ପୁରୋହିତଙ୍କର ଗୋଟିଏ କୁଡ଼ିଆ ଘର ଥିଲା, ସେଠି ରାଜପ୍ରସାଦ ପରି ସୁନ୍ଦର କୋଠା ଘରଟିଏ ସେ ଦେଖି କାବା ହୋଇଗଲେ। ଏତିକି ବେଳେ ପୁରୋହିତ ରାଜାଙ୍କୁ ଦେଖି ଧାଇଁ ଆସିଲେ। ତାଙ୍କୁ ଭିତରକୁ ପାଛୋଟି ନେଲେ। ବଡ଼ ଆଦର ଏବଂ ଯତ୍ନ ସହକାରେ ସେ ତାଙ୍କର ସତ୍କାର କଲେ। ରାଜା ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଆଖି ପକାଉଥାନ୍ତି। ପୁରୋହିତ ବିନୟ ହୋଇ ସବୁ କଥା କହିଲେ। ତାଙ୍କର ପରିଶ୍ରମର ଫଳ ଇଏ ବୋଲି ବୁଝାଇ ଦେଲେ। ରାଜା ଏବେ ବୁଝିଲେ ପ୍ରକୃତରେ
ପରିଶ୍ରମର ଫଳ ବଡ଼ ମଧୁର। ପୁରୋହିତ ଅତି ଆଗ୍ରହର ସହିତ ଜାଣିବାକୁ ଚାହୁଁଥିଲେ ସେ ଯେଉଁ କଥାପଦ କହିଥିଲେ, ପରିଶ୍ରମକୁ କରିକି ମୋତେ ଦେଉଛନ୍ତି ଯେ ମୋର ଇଏ କାମରେ ଲାଗିବ ଏ ପଇସା। ତେଣୁ ରାଜା ସେଠୁ କହିଲେ, ମୁଁ ପ୍ରତିଦିନ କେହି ନ ଉଠିବା ଆଗରୁ ମୁଁ ଉଠି ଆମ ରାଜପ୍ରସାଦରେ ଯେତିକି ଗଛପତ୍ର ଭଲ ମନ୍ଦ ଜାଗା ଲଗେଇବାକୁ ଥିଲା ମୁଁ ସେଠି ମାଟି ଖୋଳେ। ଗୋଟେ ଦିନର ମଜୁରୀ ବା 2 ଘଣ୍ଟାର ମଜୁରୀ ଯେତିକି ହୁଏ ମୁଁ ସେତିକି ତୁମକୁ ସମସ୍ତେ ଉଠିବା ଆଗରୁ ସେଠି ମାଟି ଖୋଳିଥାଏ ଏବଂ ସେଇ ମୋର ପରିଶ୍ରମ ଅନୁସାରେ ମୁଁ ଯେତିକି ପ୍ରାପ୍ୟ ବା ମୁଁ ଯେତିକି ରୋଜଗାର କରେ ସେଇ ପଇସାଟି ମୁଁ ତୁମକୁ ଦେଉଥିଲି। ପ୍ରକୃତରେ ତୁମେ ଯାହା କହିଥିଲ ତାହା ହିଁ ହେଲା। ମୁଁ ଯେତେବେଳେ ପରିଶ୍ରମ କରିକି ତୁମକୁ ଯେତିକି ପଇସା ଦେଲି, ଅଳ୍ପ ପଇସା ହେଲେ ବି ସେଥିରେ ତୁମେ ଆଜି ଗୋଟିଏ ରାଜପ୍ରାସାଦର ଘର ତିଆରି କରି ସୁଖ ଶାନ୍ତିରେ ରହିଛ। ତେଣୁ ପରିଶ୍ରମର ମୂଲ୍ୟ ଏତେ ଅଧିକ, ସେଇଟା ମୁଁ ନୁହେଁ, ମୋତେ ତୁମେ ଶିଖେଇଦେଲ ଏବଂ ସମସ୍ତ ଦେଶ ଦୁନିଆକୁ ବି ତୁମେ ଜଣାଇଦେଲ। ତେଣୁ ବିନା ପରିଶ୍ରମରେ କୌଣସି ଲକ୍ଷ୍ୟ ହାସଲ ବା ସୁବିଧା ସୁଯୋଗ ବା ସୁଖ ଶାନ୍ତି ପ୍ରାପ୍ତି ହୋଇପାରେ ନା। ସବୁ କିଛି ପାଇବାକୁ ହେଲେ ଆମକୁ ପରିଶ୍ରମ କରିବା ନିହାତି ଦରକାର। ତେଣୁ ଯେଉଁମାନେ ଆଳସ୍ୟ ବା ଅଳସୁଆ ସେମାନେ ଜୀବନ ସାରା ଦୁଃଖ କଷ୍ଟ ଭୋଗ କରିଥାନ୍ତି। ପରିଶ୍ରମୀ ଲୋକ ସବୁବେଳେ ନିଜର ସ୍ୱାଭିମାନ, ନିଜର ଓଜନକୁ ସେ କେବେ ଅନ୍ୟ ଆଗରେ ବିକ୍ରି କରି ଦିଅନ୍ତି ନାହିଁ। କାହାଣୀଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣେଇବେ। ରହିଲି, ଧନ୍ୟବାଦ।